ଶିଳ୍ପା ସେଠୀ ଏବଂ ତାଙ୍କର ପରିବାର ଏବେ ଏକ କଠିନ ସମସ୍ୟା ଦେଇ ଗତି କରୁଛନ୍ତି। ବଲିଉଡ ଅଭିନେତ୍ରୀ ଏବଂ ତାଙ୍କର ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କର ବିରୋଧରେ ଠକେଇ ଅଭିଯୋଗ ଆସିବାର କିଛି ସପ୍ତାହ ପରେ ଅଭିନେତ୍ରୀ ଏବେ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ମୁମ୍ବାଇରେ ବାନ୍ଦ୍ରାରେ ଥିବା ତାଙ୍କର ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ବାଣ୍ଟିଆନକୁ ବନ୍ଦ କରାଯାଉଛନ୍ତି। ଇନ୍ଷ୍ଟାରେ ଏକ ପୋଷ୍ଟ ସେୟାର କରି ସେ ଏହା ବିଷୟରେ ଜଣାଇଛନ୍ତି। ଘୋଷଣା କରିବା ସମୟରେ ଅଭିନେତ୍ରୀ ଭାବପ୍ରବଣ ହୋଇପଡ଼ିଥିବା ଦେଖାଯାଇଛି। ଇନ୍ଷ୍ଟାରେ ଷ୍ଟାଟସ୍ ଦେଇ ଶିଳ୍ପା ସେଠୀ ଲେଖିଛନ୍ତି, ଏହି ଗୁରୁବାର ଏକ ଯୁଗର ଅନ୍ତ ହେବ। ଆମେ ମୁମ୍ବାଇରେ ସବୁଠାରୁ ପ୍ରତିଷ୍ଠିତ ସ୍ଥାନ ବଣ୍ଟିଆନ ବାନ୍ଦ୍ରାକୁ ବନ୍ଦ କରିବାକୁ ଯାଉଛୁ। ବଣ୍ଟିଆନ ଏକ ଏଭଳି ସ୍ଥାନ ଥିଲା ଯାହା ଆମକୁ ଅଗଣିତ ସ୍ମୃତି, ଅବିସ୍ମରଣୀୟ ରାତି ଏବଂ ମୁହୂର୍ତ୍ତ ଦେଇଥିଲା, ଯାହା ସହରର ନାଇଟ୍ ଲାଇଫ୍କୁ ଆକାର ଦେଇଥାଏ। ଏବେ ସେ ବିଦାୟ ନେବାକୁ ଯାଉଛି। ଶିଳ୍ପା ତାଙ୍କର ନୋଟ୍ରେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ସ୍ଥାନକୁ ସମ୍ମାନ ଜଣାଇବା ପାଇଁ ଆମେ ଆମର ନିକଟତମ ବନ୍ଧୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସନ୍ଧ୍ୟାର ଆୟୋଜନ କରିଛୁ। ଶେଷ ଥର ପାଇଁ ପୁଣି ଥରେ ସେହି ଯାଦୁକୁ ଅନୁଭବ କରିବା ପାଇଁ ଏହାର ଆୟୋଜନ ହେଉଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଦୁନିଆ।